ଠାକୁରମୁଣ୍ଡା ବନ ବିଭାଗର ଚଢ଼ାଉ 22 ଖଣ୍ଡ ଶାଳ ଚୌକାଠ ଜବତ ସହ ଘଟଣାରେ ସମ୍ପୃକ୍ତ 2 ଗିରଫ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖମଡ଼ିଆ ଗ୍ରାମ ନିକଟରୁ 23 ତାରିଖ ମଙ୍ଗଳବାର ଦିନ ଠାକୁରମୁଣ୍ଡା ବନ ବିଭାଗ ଚଢ଼ାଉ କରି 22 ଖଣ୍ଡ ଶାଳ ଚୌକାଠ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ 2 ଜଣ କାଠ ଚିରାଳିଙ୍କୁ ଗିରଫ କରିଛି। ଗିରଫ 2 ଅଭିଯୁକ୍ତ ଆସାମ ରାଜ୍ୟର ଅଦଲଗଡ଼ି ଗ୍ରାମର 42 ବର୍ଷୀୟ ମହେଶ୍ୱର ବସୁମାତାରୀ ଓ ମହୁଲଡ଼ିଆ ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମ ପ୍ରଧାନ ସାହିର 25 ବର୍ଷୀୟ ଗଣେଶ ଲିଆଙ୍ଗି ବୋଲି ଜଣାପଡ଼ିଛି। ବନ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବରୁ ଆସାମ ରାଜ୍ୟରୁ ଆସି ଠାକୁରମୁଣ୍ଡା ଅଞ୍ଚଳରେ ରହି ମହେଶ୍ୱର କାଠ ଚିରି ବିକ୍ରି କରୁଥିଲେ। ଖମଡ଼ିଆ ଗ୍ରାମ ନିକଟ ଜଙ୍ଗଲରୁ ଶାଳ ଗଛ କାଟି ଚୌକାଠ ଚିରୁଥିବା ଖବର ପାଇ ଠାକୁରମୁଣ୍ଡା ବନାଞ୍ଚଳ ବନପାଳ ତପନ ମହାନ୍ତ, ଫରେଷ୍ଟ ଗାର୍ଡ ଗାୟତ୍ରୀ ମହାନ୍ତ ସମେତ ଅନ୍ୟ ବନ କର୍ମଚାରୀ ଚଢ଼ାଉ କରି କାଠ ଚିରୁଥିବା ଏହି 2 ଜଣଙ୍କୁ ଧରିବା ସହ କାଠ ଚିରିବାରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଥିଲେ। ଜବତ କାଠର ଆନୁମାନିକ ମୂଲ୍ୟ 20,000 ଟଙ୍କା ହେବ ବୋଲି ସୂଚନା ମିଳିଛି। ଏନେଇ ଠାକୁରମୁଣ୍ଡା ରେଞ୍ଜ କେସ୍ ନମ୍ବର 45 ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ମୟୂରଭଞ୍ଜ ଠାକୁରମୁଣ୍ଡାରୁ ଶେଖ ରାଜୁଙ୍କ ରିପୋର୍ଟ, SR ନ୍ୟୁଜ୍ ଏକ୍ସପ୍ରେସ୍।